ଯମରାଜ ଚିତ୍ରଗୁପ୍ତଙ୍କୁ ପଚାରୁଛନ୍ତି, ହେ ଚିତ୍ରଗୁପ୍ତ, ଏ କଳିଯୁଗର ରାଜନୀତିରେ ଓଡ଼ିଶାରେ ବର୍ତ୍ତମାନ କ'ଣ ଚାଲିଛି କିରେ? ଚିତ୍ରଗୁପ୍ତ କହୁଛନ୍ତି, ଶୁଣ ହେ ଓଡ଼ିଶାବାସୀ, ରାଜନୀତି ଖେଳ ଚୋର ଏଠି ସାଧୁ ହୁଏ, ଟଙ୍କା ଯେ ପ୍ରବଳ। ମା ମାଉସିଏ ମୋର ମନ ଦେଇ ଶୁଣ, ବୁଝେଇ କହିବି ମାଲୋ ରାଜନୀତି ଗୁଣ। ଟଙ୍କା ଦେବି, କୋଠା ଦେବି, ଦେବି ଘୋଡ଼ା ଗାଡ଼ି, କୁଜି ନେତା ମାନେ ଦେବେ ଘରେ ନୂଆ ଶାଢ଼ୀ। ଇଲେକ୍ସନ ସମୟରେ କାନ୍ଦିକି କହିବେ, ଆବଶ୍ୟକ ପଡ଼ିଲେ ମା ମଳ ପୋଛି ଦେବେ। କି କହିବି ଭାଇ ଏଠି କୁଜି ନେତା କଥା, ଖୋଳ କରି ଦେବେ ମାଲୋ ସାବଧାନ ରହିଥା। ରାଜନୀତି ଅକ୍ଷର ଜାଣନ୍ତି ଯେ ନାହିଁ, ବାବୁ ଯାହା କହିଛନ୍ତି ଘୋଷିଛନ୍ତି ସେହି। ବାବୁ ଆଜ୍ଞା କହି କହି ପିଅନ୍ତିନି ପାଣି, ସତେଅବା ବାବୁଙ୍କର ସଚୋଟ ଘରଣୀ। ନାରୀକୁ ସଶକ୍ତ ଆଉ ମାକୁ ସମ୍ମାନ, ଜିତିଗଲା ପରେ ହୁଏ ହରଣ ଧର୍ଷଣ। କି କହିବି ଓଡ଼ିଶାର ରାଜନୀତି କଥା, ମେଣ୍ଟ ସରକାର ଏଠି ଶୁଣି ମୁଣ୍ଡ ବ୍ୟଥା। ଘୋର କଳି କାଳ ଏଠି ମେଣ୍ଟ ସରକାର, ମିଳିମିଶି ଲୁଟିବାରେ ସମସ୍ତେ ମାଷ୍ଟର। ଚାଣକ୍ୟ ନିୟମ ଯଦି ଟାକ୍ସ ଦିଏ ପ୍ରଜା, ରାମ ରାଜ୍ୟ ନୁହେଁ ଭାଇ ଚୋର ଏଠି ରାଜା। ଚୋର ନେତା ସାଧୁ ମିଶି ମେଣ୍ଟ ସରକାର, ରାଜନୀତି ବାହାନାରେ କରନ୍ତି ବେପାର। ମୁଢ଼ିଠାରୁ ପାଣି ଯାଏଁ ଜିଏସ୍ଟି ଲାଗିଲା, ଶିକ୍ଷା ବିକାଶରେ ମାଲୋ ବାଧା ସୃଷ୍ଟି ହେଲା। ରାଜନୀତି ଖେଳ କରି ପ୍ରଭୁଙ୍କୁ ବାଣ୍ଟିଲ, ସ୍ୱାର୍ଥ ପାଇଁ ଜନତାଙ୍କୁ ବୋକା ବନେଇଲ। ଯୋଗ୍ୟ ପ୍ରାର୍ଥୀ ଦେଖି ମାଲୋ ଭୋଟଟି ଦବ, ଭବିଷ୍ୟତ 5 ବର୍ଷ ଚିନ୍ତାଟି ନଥିବ। ଟଙ୍କା ଥିଲେ ତୁମେ ଭାଇ ଗମେଣ୍ଟ ଟିଚର, ଜଣା ଥାଉ କି ନଥାଉ ପ୍ରଶ୍ନ କି ଉତ୍ତର। କିଛି ନେତା ଅଛନ୍ତି ଯେ ରାଷ୍ଟ୍ରର ହିତରେ, ବଡ଼ ବଡ଼ିଆଙ୍କ ଆଗେ ତାଙ୍କୁ କେ ପଚାରେ। ରାଣୀ ପଣ୍ଡା ଜିତୁଛନ୍ତି ଗରିବଙ୍କ ମନ, ତାଙ୍କଠାରୁ ନେତାମାନେ କିଛି ଶିଖ ଜ୍ଞାନ। କୋଟି କୋଟି ଟଙ୍କା ଧରି ଓଡ଼ିଶାରେ ନେତା, ଗରିବଙ୍କୁ ଲୁଟୁଛନ୍ତି ପଶୁ ନାହିଁ ଚେତା। ଇଲେକ୍ସନ ପୂର୍ବ ଦିନ ପାଦ ଚାଟି ଦେବେ, ସିଲେକ୍ସନ ହୋଇଗଲେ ମୁହଁ ବୁଲେଇବେ। ଏହାପରେ 5 ବର୍ଷ କୁକୁର କରିବେ, ମୁଣ୍ଡ ବାଡ଼େଇଲେ ମାଲୋ ଜମା ନ ଶୁଣିବେ। ସାମାନ୍ୟ କେଇ ଟଙ୍କାରେ ବିକ୍ରି ହୁଅ ନାହିଁ, 5 ବର୍ଷ ଦୁଃଖ କଷ୍ଟ ଭୋଗ ନାହିଁ ଭାଇ। ଇତି ଯମ ପୁରାଣେ ଚିତ୍ରଗୁପ୍ତ ଉବାଚ ସମାପ୍ତଃ।